ସାଙ୍ଗ ମାନେ ଆମ ବୋଉ ବର୍ତ୍ତମାନ ଭାତ ଖାଉଛି। ଦେଖନ୍ତୁ 3ଟା ବାଜିଲାଣି। ସକାଳରୁ ମାନେ ସକାଳକାର ଖିଆ ବର୍ତ୍ତମାନ ହେଉଛି 3ଟା ବେଳେ। ଆଜି ଟିକେ ଘର କାମ ଚାଲିଥିଲା, ସଫାସଫି, ଖାଇବାରେ ଲେଟ୍ ହେଇଯାଇଛି। ଖାଉ ଖାଉ ଏପଟେ ଶୀତ ଲାଗିଗଲାଣି, ଚଦର ବି ଗୁଡ଼ା ହେଇଛି ଆଡ଼େ। ଗୋଟେ ଘରର ଜଣେ ମା କିମ୍ବା ଜଣେ ସ୍ତ୍ରୀ ଖାଲି ବସିବାର କେବେ ଆପଣମାନେ ଦେଖିଛନ୍ତି କି? କିଛି ନା କିଛି ଖୁଟୁରୁ ମୁଟୁରୁ କାମରେ ନିଜକୁ ବ୍ୟସ୍ତ ରଖିଥାନ୍ତି। ତ ସେଇଭଳି ଆଜି ଦିନଟି ବି ଥିଲା। ତ 2-4 ଦିନ ହେଲା କାମ ନଥିଲା। ବଣକୁ ଯାଇଥିଲୁ ଦିନେ 2 ଦିନ। ତାପରେ ଆଜି ବି ବଣକୁ ତ ଯାଇ ହେଲାନି। ତାପରେ କାଠ ଯେତିକି ଅଣା ହେଇଥିଲା, ପୁରୁଣା କାଠ ଯେତିକି ଥିଲା, ତ ସେ ଗୋଟେ ନୂଆ ବାଡ଼ି ବନେଇକି ସଜାଡ଼ିକି ରଖିଲା। ଯେତେ ସବୁ ଅଳିଆ ଆବର୍ଜନା ଆମର ଏ ସାଇଡ଼୍ରେ ଥିଲା, ତ ସେସବୁ ଜିନିଷକୁ ପୋଡ଼ିଦେଲେ। ତାପରେ ଆମର ଗୋଟେ ମାଟି ଘର ଥିଲା, ତ ସେସବୁ ଚିପ୍ସ ବହୁତ ସାରା ଅଳିଆ ଆବର୍ଜନା ହେଇଥିଲା। ସେସବୁ ଜିନିଷକୁ ଗୋଟେ ଗୋଟେ ଝାଡ଼ୁ ମରାମରି କରିକି ସଫା କରିକି କାଠ ସବୁ ସାଇତିକିନା ରଖିଥିଲେ। ତ କହିବାର କଥା ହେଉଛି ଯେ ଗୋଟେ ଝିଅ ପିଲା କେତେବେଳେ ଖାଲି ହେଇକି ବସିବାର ଆପଣମାନେ ଦେଖିବେନି। କିଛି ନା କିଛି ଘରର କାମ ହଉ କି ଅଲଗା କିଛି କାମ ହଉ, କିଛି ନା କିଛି କାମରେ ସେ ଖୁଟୁରୁ ମୁଟୁରୁ ସବୁବେଳେ ଲାଗିକି ରହିଥାଏ। ଆପଣମାନେ ଫ୍ରି ରହିଲେ କ'ଣ କରନ୍ତି କମେଣ୍ଟରେ ଜଣାଇବେ। ଆଜିକାର ବ୍ଲଗ୍କୁ ଏଇଠି ରଖିବା।